ପ୍ରେମ କଲେ ସତେ କ'ଣ ଏତେ କଷ୍ଟ ସହିବାକୁ ହୁଏ? ଥରେ ମନ ଭାଙ୍ଗିଗଲେ ଏତେ ଯେ ଯନ୍ତ୍ରଣା। ଓଃ, ଝାଳନାଳ ହୋଇଯାଉଥିଲା ଲିପ୍ସା। ଅତୀତଟା କ'ଣ ଏମିତି ଗୋଡ଼ାଇ ଧରେ? ଅଶୁଭ ଅତୀତରୁ ମୁକ୍ତି ନାହିଁ। ଆଜି ହଠାତ୍ କାହିଁକି ସେ ପୁରୁଣା ସ୍ମୃତି ସବୁ ମନେ ପଡ଼ୁଛି। ଶୁଭମ ନାମକ ସେଇ ଯନ୍ତ୍ରଣା ଜର୍ଜରିତ ସ୍ମୃତି କାହିଁକି ତା ମନକୁ ଆଲୋଡ଼ିତ କରୁଛି? କେତେ ବର୍ବର ନଥିଲା ସେ ଲୋକଟା? ଯାହାକୁ ଭଲ ପାଇ ସେ ନିଜ ଘରଦ୍ୱାର, ବାପା ମା ସମସ୍ତଙ୍କୁ ଛାଡ଼ିଥିଲା, ପ୍ରତି ବଦଳରେ ସେ ତାକୁ ଦେଇଥିଲା କ'ଣ? ତାର ମନେ ପଡ଼ିଯାଉଥିଲା ସେହି ଘୃଣ୍ୟ ଲୋକଟା କଥା, ଯିଏ ନିଜ ଛଳନାର ଇନ୍ଦ୍ରଜାଲରେ ତାକୁ ମୋହାବିଷ୍ଟ କରିଦେଇଥିଲା, ତା ପ୍ରେମରେ ଅନ୍ଧ କରିଦେଇଥିଲା। ନୂଆ ନୂଆ କଲେଜ ଯାଇଥିବା ବେଳେ ଶୁଭମ ସହ ଲିପ୍ସାର ଦେଖା ହୁଏ। ସମ୍ଭ୍ରାନ୍ତ ବେଶଭୂଷା, ଆଦବ କାଇଦାର ଶୁଭମ ଧୀରେ ଧୀରେ ଲିପ୍ସା ମନରେ ନିଜ ପ୍ରତି ଆକର୍ଷଣ ସୃଷ୍ଟି କରିବାରେ ସଫଳ ହୋଇଥିଲା। ପାଠପଢ଼ା ଯେତିକି ଯେତିକି ଆଗଉଥିଲା, ଲିପ୍ସା ଓ ଶୁଭମ ମଧ୍ୟରେ ପରସ୍ପର ପ୍ରତି ଦୁର୍ବଳତା ସେତିକି ବଢ଼ି ଚାଲିଥାଏ। ଉଭୟ ଅନୁଭବ କଲେ କେହି କାହାରି ବିନା ବଞ୍ଚିପାରିବେ ନାହିଁ। କିନ୍ତୁ ସେମାନଙ୍କୁ ଏକାଠି ହେବାକୁ ଦେବ କିଏ? ରକ୍ଷଣଶୀଳ ବ୍ରାହ୍ମଣ ଘରର ଝିଅ ଲିପ୍ସା କେବେ ଜାତି ବାହାରର ଜଣେ ଯୁବକକୁ ବିବାହ କରୁ ବୋଲି କିଏ ଦେବ ଅନୁମତି? ମୁଣ୍ଡକୁ ବିଚ୍ଛେଦର କଙ୍କଡ଼ା ବିଛା କାମୁଡ଼ିବା ଆରମ୍ଭ କରିଥିଲା। ପ୍ରେମ ବୋଲି କହୁଥିବା ଏକ ଅଜବ ଅନୁଭବର ସୁଅ ତାକୁ ଏମିତି ଭସାଇ ନେଲା ଯେ ଶେଷରେ ଘରର ଏରୁଣ୍ଡି ବନ୍ଧ ସବୁଦିନ ପାଇଁ ଡେଇଁ ସେ ଶୁଭମର ହାତ ଧରିଥିଲା। ଘରଠାରୁ ଏ ଜନ୍ମ ପାଇଁ ସମସ୍ତ ମୋହମାୟା କାଟି ସେ ଚାଲି ଯାଇଥିଲା। ପଛରେ ଶୁଣିବାକୁ ପାଇଥିଲା ଘର ଲୋକେ ରାଗରେ ତାକୁ ଶୁଦ୍ଧି ହୋଇଯାଇଛନ୍ତି। ତଥାପି ତା ମନରେ ଗ୍ଲାନି ନଥିଲା। ସେ ଯେ ପାଇଯାଇଥିଲା ତା ମନର ମଣିଷକୁ। ଉଭୟ ମିଶି ନିଜର ଏକ ସୁନ୍ଦର ସଂସାର ଗଢ଼ିବେ ବୋଲି ଆଶା କରିଥିଲା ଲିପ୍ସା। ଦିନ କେଇଟା ଭଲରେ ଭଲରେ ବିତିଗଲା। ତାପରେ ସେ ନିଜ ଆଗରେ ଏକ ଅଦ୍ଭୁତ ସତ୍ୟ ଆବିଷ୍କାର କରିଥିଲା, ଯାହା ଥିଲା କଳ୍ପନାତୀତ। ଶୁଭମ କୌଣସି ମେଧାବୀ ଛାତ୍ର କି ସମ୍ଭ୍ରାନ୍ତ ଘରର ପୁଅ ନଥିଲା। ଏପରିକି ସେ କୌଣସି ପଦସ୍ଥ ଅଧିକାରୀ ମଧ୍ୟ ନଥିଲା। ସେ ଥିଲା ଗୋଟିଏ ନିର୍ମୂଳୀ ଲଟା। ଏବେ ଆଧାର କରିଥିଲା ଲିପ୍ସାକୁ। ଏହା ଆଗରୁ ମଧ୍ୟ ସେ ଅନେକ ଝିଅଙ୍କୁ ନିଜ ଜାଲରେ ଫସାଇ ତାଙ୍କୁ ବାଧ୍ୟ କରିଥିଲା ଅନୈତିକ ରାସ୍ତାରେ ଯିବାକୁ। ସେ ଏକ ଭଦ୍ର ଛଦ୍ମବେଶୀ ଦଲାଲ ହିଁ ଥିଲା। ମିଠା କଥାରେ ପ୍ରେମ ଜାଲରେ ଫସାଇ ଆଣିଥିବା ଅଭାଗିନୀ ଝିଅମାନଙ୍କ ରୋଜଗାରରେ ବିତାଇ ଦେଉଥିଲା କିଛି ବର୍ଷ ଏବଂ ବ୍ୟାଙ୍କ ବାଲାନ୍ସ ବଢ଼ାଇ ଚାଲିଥିଲା। ଏବେ ତାର ଶିକାର ହୋଇଥିଲା ଲିପ୍ସା। ଏ ସତ୍ୟ ଜାଣିବା ପରେ ଲିପ୍ସା ପାଦ ତଳୁ ଯେମିତି ମାଟି ଖସି ଯାଇଥିଲା। ତାର ସ୍ୱପ୍ନର ତାଜମହଲ ଦାସ ଘର ପରି ବିଛାଡ଼ି ହୋଇଯାଉଥିଲା ଯେମିତି। ଏବେ କେଉଁଠିକୁ ଯିବ ସେ? ଆକର୍ଷଣର ଅନ୍ଧ ଦିଗନ୍ତ ଭିତରେ ଘର, ପରିବାର, ଏପରିକି ନିଜତ୍ୱକୁ ବି ସେ ବଳି ପକାଇ ଦେଇଥିଲା ଯେଉଁଦିନ ବାହାରି ଆସିଥିଲା ଶୁଭମର ହାତ ଧରି। ତା ପାଖରେ ବିକଳ୍ପ ହିଁ ନଥିଲା କିଛି। ହେଲେ ଶୁଭମର ଘୃଣ୍ୟ ଉଦ୍ଦେଶ୍ୟ ନିଜଠାରେ କାର୍ଯ୍ୟକାରୀ କରାଇ ନ ଦେବା ଲାଗି ପ୍ରତିଶ୍ରୁତିବଦ୍ଧ ହୋଇସାରିଥିଲା ସେ। ସେ ସ୍ଥିର କରିନେଲା, ଯଦି କିଛି ବିକଳ୍ପ ନ ମିଳେ ନିଜ ଜୀବନକୁ ଶେଷ କରିଦେବ ପଛେ ଶୁଭମକୁ ତା ଉପରେ ରାଜୁତି କରିବାର ସୁଯୋଗ ଦେବ ନାହିଁ। ଏଇ ନିଷ୍ପତ୍ତିରେ ଦିନେ ରାତିର ନିର୍ଜନ ଅନ୍ଧାରରେ ପାଦ କାଢ଼ିଥିଲା ଲିପ୍ସା। ଶୁଭମର ପାପକ୍ଳିଷ୍ଟ ଦୁନିଆରୁ ବାହାରି ଯିବା ପାଇଁ ଚାହିଁଲା। ତା ଆଗରେ ଥିଲା କେବଳ ଅସରନ୍ତି ରାସ୍ତା। ଲକ୍ଷ୍ୟ କେଉଁଠି ସେ ଜାଣେନା। କଳା ମଚମଚ ରାସ୍ତା ଉପରେ ଲିପ୍ସାର ପାଦ ଧାଉଁଥିଲା। ଅଣନିଶ୍ୱାସୀ ହୋଇ ସେ ଆଗେଇ ଚାଲିଥିଲା, ମୁକ୍ତି ପାଇବା ଲାଗି ଶୁଭମର ପାପ ବଳୟରୁ। ନିଜକୁ ଭୁଲି ସାରିଥିଲା ସେ। ରାସ୍ତାରେ ଧାଇଁ ଯାଉଥିବା ଗାଡ଼ି ମଟର ବାବଦରେ ସତର୍କ ହେବା ପାଇଁ ତାର ହୋସ୍ ବା କାହିଁ? ହଠାତ୍ ଏକ ଉଜ୍ଜ୍ୱଳ ଆଲୋକ ପଡ଼ିଲା ତା ମୁହଁରେ। ତାପରେ ସେ ଆଉ କିଛି ଜାଣିପାରି ନାହିଁ। ଯେତେବେଳେ ଚେତା ଆସିଲା, ଲିପ୍ସା ନିଜକୁ ପାଇଲା ଏକ ସୁନ୍ଦର ଶଯ୍ୟା ଉପରେ। ତାର ସମଗ୍ର ଶରୀରରେ ଯେପରି ଭୂକମ୍ପ ସୃଷ୍ଟି ହୋଇଥିଲା। ଯେଉଁ ଭୟକୁ ଏଡ଼ାଇବା ଲାଗି ସେ ଏତେ କଷ୍ଟ କରିଛି, ଶେଷରେ ଭଗବାନ ତାକୁ ସେଇ ଅଘଟଣରେ ପକାଇଲେ। ଲିପ୍ସା ଆଖିରୁ ଧାର ଧାର ଲୁହ ବହିଯାଉଥାଏ। ଦୁଇ ହାତ ପାପୁଲିରେ ମୁହଁକୁ ଘୋଡ଼ାଇ ସେ କଇଁ କଇଁ ହୋଇ କାନ୍ଦୁଥିବା ବେଳେ ହଠାତ୍ ମୁଣ୍ଡରେ କାହାରି ନରମ ହାତର ସ୍ପର୍ଶ ଅନୁଭବ କଲା। ଆଖି ଖୋଲି ଦେଖେ ତ ଜଣେ ଶୁଭ୍ର ବସ୍ତ୍ର ପରିହିତା ଗୌରବର୍ଣ୍ଣା ମହିଳା, ବୟସର ଅନୁଭୂତି ନେଇ ବେଶ୍ ପରିପକ୍ୱ। ତାଙ୍କ ମୁହଁରେ ସ୍ନିଗ୍ଧ ହସର ଛିଟା। ଲିପ୍ସାର ଲୁହଧାର ଠପ୍ କରି ବନ୍ଦ ହୋଇଗଲା। ଆବାକାବା ହୋଇ ସେ ଖାଲି ଚାହିଁ ରହିଲେ ତାଙ୍କ ମୁହଁକୁ। ଧୀରେ ଧୀରେ ତା ମୁଣ୍ଡକୁ ସାଉଁଳି ଦେଉଥିଲେ ସେଇ ଭଦ୍ରମହିଳା। ଏ କ'ଣ? ତାଙ୍କ ସ୍ପର୍ଶରେ ଭୟ, ଛଳନା ପରିବର୍ତ୍ତେ ଲିପ୍ସା ଅନୁଭବ କରୁଥିଲା ଅଭୟ ତଥା ଆଶ୍ୱସ୍ତି। କିଛି ସମୟ ପରେ ଭଦ୍ରମହିଳା କହିଲେ, ମା, ତତେ ଏବେ ଟିକେ ଭଲ ଲାଗୁଛି ତ? ହଁ ଆଜ୍ଞା। ମୁଁ ତତେ କିଛି ପଚାରିପାରିବି? ଆଜ୍ଞା କହୁନାହାନ୍ତି, କହିଲା ଲିପ୍ସା। ତୋର ନାଁ କ'ଣ କହିଲୁ? ତୁ ଏମିତି ବର୍ଷା ରାତିରେ ରାସ୍ତାରେ ଏକଲା କୁଆଡ଼େ ଯାଉଥିଲୁ? କ'ଣ କିଛି ଅସୁବିଧା ହୋଇଛି କି?
ପଚାରିଲେ ସେଇ ଭଦ୍ରମହିଳା। ତାଙ୍କଠାରୁ ଏପରି କଥା ଶୁଣି ଲିପ୍ସାର ସବୁ ଗୋଟି ଗୋଟି ହୋଇ ମନେ ପଡ଼ିଗଲା ଯାହା ସେ ପଛରେ ଛାଡ଼ିଦେଇ ଜୀବନ ବିକଳରେ ଧାଇଁଥିଲା। ଅସମ୍ଭବ ପ୍ରକାରର କୋହ ଉଠିଲା ତା ଛାତିରୁ। ସେମିତି କୋହ ବିଜଡ଼ିତ କଣ୍ଠରେ ସେ ସବୁ କଥା କହିଥିଲା ତାଙ୍କୁ। ପ୍ରେମ ବୋଲି ଭାବି ସେ ଯାହା ପଛରେ ଧାଇଁଥିଲା ସେ କେବଳ ଏକ ମରିଚିକା ଥିଲା। ତଥାକଥିତ ପ୍ରେମିକଟି ଥିଲା ଗୋଟେ ନାଗଫେଣୀ। ତାର ସୁନ୍ଦର ଫୁଲ ପରି ବ୍ୟବହାରରେ ସେ ସିନା ମୋହିତ ହୋଇ ପରିବାର ସମାଜକୁ ଏଡ଼ାଇ ଦେଇଥିଲା, ହେଲେ ତାରି କଣ୍ଟାର ଅସହ୍ୟ ଆଘାତ କ୍ଷତାକ୍ତ କରିଦେଇଛି ତାକୁ। ପ୍ରେମରେ ବାଟରେ ଏତେ ଯନ୍ତ୍ରଣା, ଏମିତି ଛଳନାର ଶିକାର ସେ ହେବ ବୋଲି କେବେ ଭାବିନଥିଲା। ସବୁ କଥା କହିସାରି ଲିପ୍ସା ପଚାରିଲା, ମା, ପ୍ରେମ କରିବା କ'ଣ ପାପ? ତାର ନିରୀହ ଆଖି ଦୁଇଟିରୁ ଲୁହ ପୋଛି ଦେଇ ଭଦ୍ରମହିଳା କହିଥିଲେ, ନା ରେ, ପ୍ରେମ ତ ଦିବ୍ୟ ଅପୂର୍ବ ଭାବନାଟିଏ। ହେଲେ ଆମେ ପ୍ରେମର ପରିଭାଷା ଭୁଲି ଯାଉଛେ। ଏକ କ୍ଷଣିକ ଆବେଗକୁ ପ୍ରେମ ବୋଲି ଧରି ନେଇ ଧାଉଁଛେ ତା ପଛରେ। ଲକ୍ଷ୍ୟ ଜାଣି ନପାରି ଅଣନିଶ୍ୱାସୀ ହୋଇଯାଉଛେ। ବାଟ ଚିହ୍ନି ନପାରି ଅବାଟରେ ପାଦ ବଢ଼ାଉଛେ, ଯାହା ଆମକୁ ଆଣିଦେଉଛି କ୍ଷତ, ଯନ୍ତ୍ରଣା, ଜୀବନକୁ କରିଦେଉଛି ହା ହୁତାଶମୟ। କହିଲୁ ଦେଖି, ଯଦି ପ୍ରେମ ପାପ ହୋଇଥାନ୍ତା, ଭଅଁର ପାଇଁ କ'ଣ ଫୁଟିଥାନ୍ତା ଫୁଲ? ଜହ୍ନକୁ ଦେଖି କଇଁ କ'ଣ ଲାଜେଇ ଯାଉଥାନ୍ତା? ପଦ୍ମ କ'ଣ ସୂର୍ଯ୍ୟଙ୍କ ସ୍ପର୍ଶ ଟିକେ ପାଇବା ପାଇଁ ପଙ୍କରେ ଲୋଟି ହୋଇ ରହିଥାନ୍ତା? ଏଇ ପ୍ରେମ ପାଇଁ ତ ବିଦଗ୍ଧ ପୃଥିବୀ ଉପରେ ବର୍ଷି ଯାଉଛି ବାଦଲ। କେତେ ରୂପରେ ସଜେଇ ହେଉଛି ପ୍ରକୃତି। ସାଗରରେ ମିଶିବା ପାଇଁ ବନ୍ଧୁର ପଥ ଡେଇଁ ମାଡ଼ି ଯାଉଛି ନଈ। ସମସ୍ତଙ୍କର ଲକ୍ଷ୍ୟ ରହିଛି, କେବଳ ଲକ୍ଷ୍ୟଚ୍ୟୁତ ହୋଇଯାଉଛି ମଣିଷ। ସେଇଥିପାଇଁ ତ ଯେତେ ଅଘଟଣ ଆଉ ଦୁଃଖ। କିଛି ସମୟର ନୀରବତା। ତା ଭିତରେ ଲିପ୍ସା ବୋଧହୁଏ ଏସବୁ ବୁଝିବାର ପ୍ରୟାସ କରୁଥିଲା। ସେ ପୁଣି ପଚାରିଲା, ମୁଁ ଏଠିକି କେମିତି ଆସିଲି? ମୋ ପୁଅ ଅନୁପର ଗାଡ଼ି ଆଗରେ ତୁ ଧକ୍କା ହୋଇ ପଡ଼ିଗଲୁ। ସେ ହିଁ ତତେ ଏଠିକି ନେଇ ଆସିଛି। ଡାକ୍ତର ଦେଖିଦେଇ ଯାଇଛନ୍ତି। ଆଚ୍ଛା, ତୁ ତ କହୁଛୁ ଆଉ ଘରକୁ ଯିବୁନି। ମୋ ଘରେ ମୋ ଝିଅ ହେଇ ରହିବୁ? ଭଦ୍ରମହିଳା କହିଲେ। ଲୁହ ଢଳ ଢଳ ଆଖିରେ ଲିପ୍ସା ଚାହିଁଲା ତାଙ୍କୁ। ତା ଆଖିରେ ପ୍ରଶ୍ନବାଚୀ ଦେଖି ଭଦ୍ରମହିଳା ତାକୁ ନିଜ କୋଳକୁ ଆଉଜାଇ ଆଣିଲେ। କହିଲେ, ତୁ ଭାବୁଛୁ କି ଏଠି ମୋ ଉପରେ ବୋଝ ହୋଇଯିବୁ ବୋଲି? ନା, ଆମର ଗୋଟିଏ ଅନାଥାଶ୍ରମ ଅଛି। ଚାହିଁଲେ ସେଠି ପିଲାମାନଙ୍କ ସହିତ ସମୟ ବିତାଇ ପାରିବୁ। ଖୁବ୍ ଭଲ ଲାଗିବ ନିଶ୍ଚୟ। ହେଲେ ତୁ ଆଗ ଟିକେ ଭଲ ହେଇଯା। ଦିନ କେଇଟା ଭିତରେ ଘରର ପ୍ରତି ସଦସ୍ୟଙ୍କ ସହିତ ମିଶି ଯାଇଥିଲା ଲିପ୍ସା। ସେଦିନ ଅନୁପ ତାକୁ ନେଇଯାଇଥିଲା ଅନାଥାଶ୍ରମକୁ। କାର୍ ଭିତରେ ତାକୁ ଚୁପଚାପ ବସିଥିବାର ଦେଖି କ'ଣ ଭାବୁଛ ବୋଲି ସେ ପଚାରିବାରୁ ଲିପ୍ସା କହିଥିଲା, ନିଜ ଜୀବନ କଥା ଭାବୁଛି। ସ୍ୱପ୍ନଗୁଡ଼ାକ ମୋର କେତେ ନିର୍ଦ୍ଦୟ ଭାବେ ଭାଙ୍ଗିଗଲେ। ମୁଁ କ'ଣ କେବେ ଏମିତି ସ୍ଥିତିରେ ଆସି ପହଞ୍ଚିବି ବୋଲି ଭାବିଥିଲି? ଏମିତି ଜୀବନ ନେଇ କେତେ ଦିନ ବଞ୍ଚିପାରିବି? ନା ଲିପ୍ସା, ନିଜ ଜୀବନକୁ କେବେ ମୂଲ୍ୟହୀନ ବୋଲି ଭାବିବନି। ପ୍ରତ୍ୟେକ ମଣିଷଙ୍କ ଜନ୍ମ ପଛରେ ଭଗବାନଙ୍କର କୌଣସି ନା କୌଣସି ଉଦ୍ଦେଶ୍ୟ ନିହିତ ଥାଏ। ପ୍ରତ୍ୟେକେ ନିର୍ଦ୍ଧାରିତ କାର୍ଯ୍ୟ ଲାଗି ଜନ୍ମଗ୍ରହଣ କରିଛନ୍ତି, ବୁଝାଇଲେ ଅନୁପ। ଲିପ୍ସା ଆଖି ସେଦିନ ଅନୁପଙ୍କର ଏଇସବୁ କଥା ଶୁଣି ଲୁହ ଛଳଛଳ ହୋଇଯାଇଥିଲା। ସେ କଥାରେ କି ଯାଦୁ ଥିଲା କେଜାଣି ହଠାତ୍ ତାର ନିଜ ଜୀବନ ପ୍ରତି ଏକ ନିବିଡ଼ ମୋହ ସୃଷ୍ଟି ହୋଇଗଲା। ଇତିମଧ୍ୟରେ ସେମାନେ ଅନାଥାଶ୍ରମରେ ପହଞ୍ଚି ସାରିଥିଲେ। ଅନୁପ ତାକୁ ଦେଖାଉଥିଲେ ବଗିଚାରେ ଖେଳୁଥିବା ଛୋଟ ଛୋଟ ପିଲାମାନଙ୍କୁ। କହିଲେ, ଦେଖିଲ, ଏଇ କଅଁଳିଆ ପିଲାଗୁଡ଼ିକ କାହାର କ'ଣ ଦୋଷ କରିଥିଲେ ଯେ ସେମାନଙ୍କୁ ପୃଥିବୀକୁ ଆଣି କେମିତି ନିଷ୍ଠୁର ହୃଦୟରେ ଏକା କରି ଛାଡ଼ି ଚାଲି ଯାଇଛନ୍ତି। ଏ ପିଲାମାନେ ଭାରି ସ୍ନେହ କାଙ୍ଗାଳ ଲିପ୍ସା। ସବୁ ଥିଲେ ବି ତାଙ୍କୁ ଆନ୍ତରିକତାର ସହ କୋଳେଇ ନେବାକୁ କେହି ନାହିଁ। ତମେ କ'ଣ ସେମାନଙ୍କ ପାଇଁ ମମତାର ସ୍ରୋତସ୍ୱିନୀ ହୋଇପାରିବନି? ନିଜ ଜୀବନର ଦୁଃଖକୁ ପଛରେ ଛାଡ଼ି ସେମାନଙ୍କ ମୁହଁରେ ହସ ଫୁଟାଇଲେ ତମେ ସେଇ ହସ ସୁଅରେ ନିଜେ ହଜିଯିବ। ଜୀବନଟା କେମିତି ବିତିଯିବ ତମେ ଜାଣିପାରିବନି। ଅନୁପଙ୍କ କଥା ମାନିଥିଲା ଲିପ୍ସା। ସେଇ ଅନାଥାଶ୍ରମକୁ ନିଜର ଘର କରିନେଇଥିଲା। ସତକୁ ସତ ଦିନ କେଇଟା ପରେ ଯେଉଁ ଜୀବନ ତାକୁ ବୋଝ ବୋଲି ମନେ ହେଉଥିଲା, କେତେ ହାଲକା ଲାଗିଲା। ତାପରଠାରୁ ସେ କେବେ ବି ଆଉ ପଛ କଥା ମନେ ପକାଇ ନାହିଁ। ଲିପ୍ସାର ସେଇଠି ରହିବା ପ୍ରାୟ 6 ମାସ ହୋଇଯାଇଥିଲା। ଅନାଥାଶ୍ରମରେ ପିଲାମାନଙ୍କ ମେଳରେ ନିଜକୁ ସାମିଲ କରିନେଇଥିଲା ସେ। କେମିତି ରାତିଦିନ ବିତି ଯାଉଥିଲା ଜାଣିବାର ଜୁ ରହେ ନାହିଁ। ତା ସ୍ପର୍ଶରେ ଆଶ୍ରମଟି ଯେମିତି ଗୋଟିଏ ପରିବାର ହୋଇଯାଇଥିଲା। ହଠାତ୍ ଦିନେ ଅନୁପଙ୍କ ମା' ଆସି ପହଞ୍ଚିଲେ। କହିଲେ, ତତେ ଆଉ ଗୋଟିଏ ଦାୟିତ୍ୱ ଦେବି, ସମ୍ଭାଳିବୁ? ମନା କରିବୁନି, ମୁଁ ଭାରି ଆଶା ନେଇ ଆସିଛି। ଲିପ୍ସା କହିଲା, କି ଦାୟିତ୍ୱ ମା? ଆପଣ କହିବେ ଆଉ ମୁଁ ମନା କରିଦେବି? ତୁ ଭାବିଚିନ୍ତି କହୁଛୁ ତ? ଭଦ୍ରମହିଳା କହିଲେ। ଆପଣଙ୍କ ପାଖରେ ଭାବିବାର କ'ଣ ଅଛି ମା? ଲିପ୍ସା ଉତ୍ତର ଦେଲା। ତାହେଲେ ଶୁଣ, ମୋର ଏଇ କୁନି କୁନି ପିଲାମାନଙ୍କୁ ତୁ ଏତେ ଯତ୍ନରେ ରଖିଛୁ ଯେ ଦେଖିନେଲେ ପେଟ ପୁରି ଯାଉଛି। ଆଉ ଗୋଟିଏ ପିଲା ଅଛି,
ତୋ ହାତରେ ତା ଦାୟିତ୍ୱ ଦେଇଦେଲେ ମୁଁ ନିଶ୍ଚିନ୍ତ ହୋଇଯିବି। କହ, ନବୁ ତ ତା ଦାୟିତ୍ୱ? ଭଦ୍ରମହିଳା ପଚାରୁଥିଲେ। ହଁ ମା, ନିଶ୍ଚୟ। କେଉଁଠି ଅଛି ସେ ପିଲା? ଲିପ୍ସା ପ୍ରଶ୍ନ କରିଥିଲା। ତା ମୁଣ୍ଡରେ ହାତ ସାଉଁଳି ଆଣି ଭଦ୍ରମହିଳା କହିଲେ, ଏଇଠି ଅଛି, ଏଇ ଅନୁପ। ମୋର ଏଇ ପାଗଳା ପୁଅଟାର ଦାୟିତ୍ୱ ତୋ ହାତରେ ଦେଲି। ଏବେଠୁ ତୁ ତାକୁ ସମ୍ଭାଳିବୁ। ଲିପ୍ସା ଅନୁଭବ କରୁଥିଲା ସତେକି ତା ଜୀବନରେ ଫେରିଆସିଥିଲା ପ୍ରେମର ସାହାନାଇ। ମରିଚିକା ରୂପୀ ସେହି ପ୍ରେମକୁ ଭୁଲି ସେ ଏକ ସ୍ୱର୍ଗୀୟ ପ୍ରେମର ଦୁନିଆରେ ପାଦ ଦେବ। କିନ୍ତୁ ପରମୁହୂର୍ତ୍ତରେ ନିଜକୁ ସଂଯତ କରିନେଲା ସେ। ଭଦ୍ରମହିଳାଙ୍କୁ ହାତ ଯୋଡ଼ି କହିଲା, ମା, ଆପଣ ଯେଉଁ ଦାୟିତ୍ୱ ଦେବେ ମୁଁ ନେବାକୁ ରାଜି ଅଛି। ସାରା ଜୀବନ ଏଇ ପିଲାଙ୍କ ଦାୟିତ୍ୱରେ ବିତାଇ ଦେବି। ହେଲେ ଯେଉଁ ସ୍ଥାନ ଦେବାକୁ ଚାହୁଁଛନ୍ତି ମୁଁ ପାରିବିନି। ମୋତେ କ୍ଷମା କରିଦିଅନ୍ତୁ। ଭଦ୍ରମହିଳା ଲିପ୍ସାର ମୁଣ୍ଡ ଆଉଁସି ଫେରି ଆସୁଥିଲେ। ଲିପ୍ସା ପୁଣି ହଜି ଯାଉଥିଲା ସେଇ କୁନି କୁନି ପିଲାଙ୍କ ଗହଣରେ।